ତାକୁ ଏ ନୂଆପଡ଼ାର ବିକାଶ କରିବୁ। ଏ ଦୁଃଖଜନକ କଥା ଆଜି ଆଜି ଯେଭଳି ଭାବରେ ଆଜି ବିଜୁ ଜନତା ଦଳର କଥା ଆପଣ ଦେଖିଥିବେ। ଗତକାଲି ଯେତେବେଳେ ନବୀନ ବାବୁ ଏଠି ରୋଡ ଶୋରେ ଗଲେ, ନବୀନ ବାବୁ ଏକୁଟିଆ ଗୋଟେ ଗାଡିରେ ଏଠି ରୋଡ ଶୋରେ ରୋଡ ଶୋରେ ଗଲେ ଗାଡିରେ ବସି। ତାଙ୍କ ପାଖରେ ପ୍ରାର୍ଥୀ ନଥିଲେ, ତାଙ୍କ ପାଖରେ ନେତା ନଥିଲେ, ତାଙ୍କ ପାଖରେ କୌଣସି ସାଂସଦ ନଥିଲେ, ତାଙ୍କ ପାଖରେ କେହି ବିଧାୟକ ନଥିଲେ ଏବଂ ପ୍ରାର୍ଥୀ କିଏ ଆଉ ଗୋଟେ ଗାଡିରେ ପଛ ଗାଡିରେ ଏକୁଟିଆ ବସିଥିଲେ, ଛିଡା ହେଇଥିଲେ। ପଛ ଗାଡିରେ ପ୍ରାର୍ଥୀ, ଆଗ ଗାଡିରେ ବିଜୁ ଜନତା ଦଳ ମୁଖିଆ ପ୍ରଚାର କରୁଥିଲେ। ଯଦି ବିଜୁ ଜନତା ଦଳ ପ୍ରାର୍ଥୀ ଯଦି ଆଜି ଦିନରେ ମଧ୍ୟ ଯଦି ତାଙ୍କର ଶୀର୍ଷ ନେତା ପାଖକୁ ପହଞ୍ଚି ପାରୁନାହାନ୍ତି, ତାହେଲେ ଯେତେବେଳେ ସେ ନୂଆପଡ଼ାର ଦାୟିତ୍ୱ ଦେବେ ସେତେବେଳେ ସେ କଣ ନବୀନ ବାବୁଙ୍କ ପାଖରେ ପହଞ୍ଚି ପାରିବେ? ଆପଣମାନେ ଜାଣି ରଖିବା ଦରକାର ଯେ ଯେତେବେଳେ ଗତ ସରକାରରେ ନବୀନ ପଟ୍ଟନାୟକ ସରକାରରେ ଯେତେବେଳେ ଆପଣଙ୍କର ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ, ସେଠି ଯୋଉ ଆପଣଙ୍କର ଯୋଉମାନେ ଗୁମାସ୍ତା ଥିଲେ, ଯୋଉମାନେ ଆପଣଙ୍କର ଚାକର ବୋଲି ନିଜକୁ କହୁଥିଲେ, ଯୋଉମାନେ ସାଂସଦ ଥିଲେ, ଯୋଉମାନେ ନେତା ଥିଲେ, ମନ୍ତ୍ରୀ ଥିଲେ, ସେମାନେ କେବେ ନବୀନ ବାବୁଙ୍କ ପାଖକୁ ପହଞ୍ଚି ପାରନ୍ତି? କେବେ ନବୀନ ବାବୁ ସାଙ୍ଗରେ କଥା ହୁଅନ୍ତି? କେବେ ନବୀନ ବାବୁ ପାଖକୁ ଯାଇକରି ଏ ନୂଆପଡ଼ାର ସମସ୍ୟା କହିବା ପାଇଁ ଆମର ସ୍ୱର୍ଗତ ରାଜୁ ଢଲକିଆ ମଧ୍ୟ ତାଙ୍କ ପାଖକୁ ପହଞ୍ଚି ପାରିଲେ ନାହିଁ। ଆଉ ସେ ପରିବାର ଆଜି ସେଇଥିପାଇଁ ଦୁଃଖିତ। ଆଉ ତାଙ୍କ ପରିବାର ଢଲକିଆ ପରିବାର ସେଇଥିପାଇଁ ଆଜି ନିଷ୍ପତ୍ତି ନେଲେ ଯେ ଦେଶଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଯୋଉ ବିଚାରଧାରା, ଯୋଉ ବିକାଶ ପୁରୁଷ ହିସାବରେ ଭାରତ ବର୍ଷର ବିକାଶ କରୁଛନ୍ତି, ସାରା ବିଶ୍ୱର ଆଜି ଅଧିକ ନେତା ହିସାବରେ ଛିଡା ହେଇଛନ୍ତି। ତାଙ୍କରି ନେତୃତ୍ୱକୁ, ତାଙ୍କରି ବିଚାରକୁ ଭରସା କରି ଢଲକିଆର ପରିବାର, ସ୍ୱର୍ଗତ ରାଜେନ୍ଦ୍ର ଢଲକିଆଙ୍କର ପରିବାର, ରାଜୁ ଭାଇଙ୍କର ପରିବାର ତାଙ୍କ ସୁପୁତ୍ର ପରିବାର ସହିତ ଆସି ମୋଦିଜୀଙ୍କୁ ବିଶ୍ୱାସ କଲେ, ଭାରତୀୟ ଜନତା ପାର୍ଟିକୁ ବିଶ୍ୱାସ କରିକି ଭାରତୀୟ ଜନତା ପାର୍ଟିର ବିଚାରକୁ ସେ ନିଷ୍ପତ୍ତି ନେଇକରି ଆଜି ଆମ ଦଳରେ ମିଶିଲେ ଏବଂ ଏ ଦଳରେ ରହିଲେ କମ୍ ସେ କମ୍ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ରହିକରି ମୋ ସାଙ୍ଗରେ ପ୍ରଚାର କରିବାର ସୁଯୋଗ ମିଳିବ। ଏ ନୂଆପଡ଼ାର ସମସ୍ୟାକୁ ନେଇକରି ସେ ଆଗାମୀ ଆଉ 6 ଥର ମଧ୍ୟ ଆସିବେ। ଏ ନୂଆ ଆପଣମାନଙ୍କୁ ସମସ୍ତଙ୍କୁ କହିବା ପାଇଁ ଚାହେଁ